मेघा किए थिले ଯାହାଙ୍କୁ କି ବାବା ଏତେ ଭଲ ପାଉଥିଲେ ଯେ ଶିବଲିଙ୍ଗ ସହିତ ତ୍ରିଶୂଳ ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ। କେବଳ ସେତିକି ନୁହେଁ, ମେଘା ଯେବେ ଇହଧାମ ତ୍ୟାଗ କଲେ ତାଙ୍କ ଉଦ୍ଦେଶ୍ୟରେ ବାବା ବ୍ରାହ୍ମଣ ଭୋଜନ ମଧ୍ୟ ଦେଇଥିଲେ। ଏହି ସବୁ ପ୍ରଶ୍ନର ଉତ୍ତର ଆଜିର ଏହି ସୁନ୍ଦର ଭିଡ଼ିଓଟିରେ ଲୁଚି ରହିଛି। ଯଦି ଆପଣଙ୍କ ପାଖରେ ଟିକେ ସମୟ ଥାଏ ଏବଂ ଆପଣ ବାବାଙ୍କର ଭକ୍ତିରେ ଲୀନ ହୋଇ ରହିବାକୁ ଚାହୁଁଛନ୍ତି, ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ଶ୍ରାବଣର ଏହି ପବିତ୍ର ମାସରେ ଜାଣନ୍ତୁ ମେଘାଙ୍କୁ ବାବା କାହିଁକି ଶିବଲିଙ୍ଗ ସହିତ ତ୍ରିଶୂଳ ଉପହାର ଦେଇଥିଲେ। ଆସନ୍ତୁ ବାବାଙ୍କର ପ୍ରିୟ ଭକ୍ତ ମେଘାଙ୍କ ବିଷୟରେ ଆଜି ଆମେ ଜାଣିବା। ଓମ୍ ସାଇରାମ। ସମସ୍ତ ସାଇ ଭକ୍ତଙ୍କୁ ମୋର ହୃଦୟରୁ ପ୍ରଣାମ ଜଣାଇ ସାଇକି ପ୍ରେମଧାରା ଚ୍ୟାନେଲକୁ ସ୍ୱାଗତ କରୁଛି। ବାବା ଆମର ପ୍ରିୟ ସାଇ ବାବା ସେ କହୁଥିଲେ, ମୋର ଭକ୍ତ ହଜାର କୋଶ ଦୂରରେ ଥାଉ ନା କାହିଁକି ସେ ଶିରିଡ଼ିକୁ ଏପରି ଟାଣି ହୋଇ ଚାଲି ଆସିବ ଯେପରି ଡୋରିରେ ବନ୍ଧା ହୋଇଥିବା ପକ୍ଷୀ ଟାଣି ହୋଇ ସ୍ୱୟଂ ଚାଲି ଆସେ। ବାବାଙ୍କର ଏହି ଉକ୍ତିର ଯଥାର୍ଥତା ଆପଣମାନେ ବହୁତ ଭଲ ଭାବରେ ବୁଝିପାରୁଥିବେ। ଯିଏ ବାବାଙ୍କର ଭକ୍ତ ବାବାଙ୍କ ଉପରେ ସର୍ବଦା ନିଜର ବିଶ୍ୱାସ ଆସ୍ଥା ରଖିଥାଏ, ବାବା ସେ ଯେତେ ଦୂରରେ ଥାଉ ନା କାହିଁକି ତାକୁ ଟାଣି ନିଜ ପାଖକୁ ଆଣନ୍ତି। ସେହିପରି ଆଜିର ଭକ୍ତଟିଏ ହେଉଛନ୍ତି ମେଘା, ଯିଏକି ମହାଦେବଙ୍କର ପରମ ଭକ୍ତ ଥିଲେ। ତାପରେ ସତ୍ତ୍ୱେ ବାବା ତାଙ୍କୁ କିପରି ଭାବରେ ଶିରିଡ଼ିକୁ ଟାଣି ଆଣିଛନ୍ତି ଏବଂ ଶେଷରେ ସେ ବାବାଙ୍କୁ ମହାଦେବଙ୍କର ରୂପ ବୋଲି ମାନିଛନ୍ତି। ଆଜି ଚାଲନ୍ତୁ ଜାଣିବା ବାବାଙ୍କର ସେହି ପ୍ରିୟ ଭକ୍ତ ମେଘାଙ୍କ ବିଷୟରେ। ବିରାମ ଗାଁରେ ରହୁଥିବା ମେଘା ସାଧା ସିଧା ଏବଂ ଅଶିକ୍ଷିତ ବ୍ୟକ୍ତି ଥିଲେ। ରାୟ ବାହାଦୁର ହରି ବିନାୟକ ଷାଠୀଙ୍କ ଘରେ ସେ ପାଚକ ରୂପେ କାର୍ଯ୍ୟ କରୁଥିଲେ। ଭଗବାନ ଶିବଙ୍କର ସେ ବଡ଼ ଭକ୍ତ ଥିଲେ ତଥା ସର୍ବଦା ଓମ୍ ନମଃ ଶିବାୟ ପଞ୍ଚାକ୍ଷରୀ ମନ୍ତ୍ର ଜପ କରୁଥିଲେ। ସାନ୍ଧ୍ୟୋପାସନା ଆଦିରେ ତାଙ୍କର କୌଣସି ଜ୍ଞାନ ନଥିଲା। ଏପରିକି ସନ୍ଧ୍ୟାର ମୂଳ ଗାୟତ୍ରୀ ମନ୍ତ୍ର ମଧ୍ୟ ତାଙ୍କୁ ଜଣା ନଥିଲା। ତେବେ ରାୟ ବାହାଦୁର ଷାଠୀ ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ। ତେଣୁ ସନ୍ଧ୍ୟା ବିଧି ତଥା ଗାୟତ୍ରୀ ମନ୍ତ୍ର ଆଦି ଶିଖାଇ ଦେଲେ। ଶ୍ରୀ ସାଇ ବାବାଙ୍କୁ ଭଗବାନ ଶିବଙ୍କର ସାକ୍ଷାତ ଅବତାର ବୋଲି ଷାଠୀ ସାହେବ ମାନୁଥିଲେ। ଏଣୁ ମେଘା ତାଙ୍କ ଦ୍ୱାରା ଉପକୃତ ହୁଅନ୍ତୁ ବୋଲି ମନେକରି ସେ ତାଙ୍କୁ ଶିରିଡ଼ି ପଠାଇବାକୁ ସ୍ଥିର କଲେ। କିନ୍ତୁ ମେଘା ଏଥିରେ ରାଜି ହେଲେ ନାହିଁ। ତାଙ୍କର ଦୃଢ଼ ଧାରଣା ଥିଲା ଯେ ସାଇବାବା ଜଣେ ଯବନ। ଜଣେ ଯବନକୁ ପ୍ରଣାମ କରିବା ଉଚିତ ନୁହେଁ। ଏହି ପରିସ୍ଥିତିରେ ସେ କ'ଣ କରିବେ ତାହାକୁ ନେଇ ମେଘାଙ୍କ ମନରେ ଦ୍ୱନ୍ଦ୍ୱର ଲହଡ଼ି ଉଠୁଥିଲା। ସେ ବଡ଼ ବିରକ୍ତ ହୋଇପଡ଼ୁଥିଲେ। ଏପରିକି ତାଙ୍କୁ ଷାଠୀଙ୍କୁ ନ ପଠାଇବାକୁ ଷାଠୀ ସାହେବଙ୍କୁ କରଯୋଡ଼ି ପ୍ରାର୍ଥନା କଲେ। କିନ୍ତୁ ଷାଠୀ ସାହେବ ବି ମାନିବାର ଲୋକ ନଥିଲେ। ତାଙ୍କ ନିକଟରେ ମେଘାଙ୍କ କଥା ଚଳିଲା ନାହିଁ। ସେ କୌଣସି ପ୍ରକାରେ ତାଙ୍କୁ ଶିରିଡ଼ି ପଠାଇବାରେ ସଫଳ ହୋଇ ତାଙ୍କ ହାତରେ ତାଙ୍କ ଶ୍ୱଶୁର ଗଣେଶ ଦାମୋଦର ଓରଫ ଦାଦା କେଲକରଙ୍କ ପାଖକୁ ଏକ ପତ୍ର ପଠାଇଲେ। ଦାଦା କେଲକର ଶିରିଡ଼ିରେ ରହୁଥିଲେ। ମେଘାଙ୍କୁ ବାବାଙ୍କ ପାଖକୁ ନେଇଯିବା ପାଇଁ ଏହି ପତ୍ରରେ ରାୟ ସାହେବ ଲେଖିଥିଲେ। ଶିରିଡ଼ି ପହଞ୍ଚିବା ପରେ ମେଘା ସିଧା ମସଜିଦକୁ ଗଲେ। କିନ୍ତୁ ଯେମିତି ଭିତରକୁ ପ୍ରବେଶ କରିଛନ୍ତି, ବାବା ଭୀଷଣ କ୍ରୋଧିତ ହୋଇ ତାଙ୍କୁ ପ୍ରବେଶ କରିବାକୁ ବାରଣ କଲେ। ସେ ଗର୍ଜନ କରି କହିଲେ, ବାବା ଗର୍ଜନ କରି କହିଲେ, ଏହାକୁ ବାହାର କରିଦିଅ। ପୁଣି ମେଘାଙ୍କ ଆଡ଼କୁ ଦେଖି କହିଲେ କି, ତୁମେ ଉଚ୍ଚ କୁଳର ବ୍ରାହ୍ମଣ ଆଉ ମୁଁ ଏକ ନିମ୍ନ ଜାତିର ଯବନ। ତୁମର ଜାତି ଚାଲିଯିବ, ତୁରନ୍ତ ବାହାରକୁ ପଳାଅ। ବାବାଙ୍କଠାରୁ ଏପରି ଉକ୍ତି ଶୁଣି ମେଘା ଭୟରେ ଥରିବାକୁ ଲାଗିଲେ। ସେ ବଡ଼ ଆଶ୍ଚର୍ଯ୍ୟ ହେଲେ ଯେ ତାଙ୍କ ମନରେ ଯେଉଁ ବିଚାର ଆସିଥିଲା ବାବା ତାହା କିପରି ଜାଣିଲେ। କୌଣସି ପ୍ରକାର ସେ କିଛି ଦିନ ସେଠାରେ ରହିଲେ ଏବଂ ନିଜ ଇଚ୍ଛା ଅନୁସାରେ ସେବା କରୁଥିଲେ।
କିନ୍ତୁ ତାଙ୍କର ମନ ତୃପ୍ତ ହେଲା ନାହିଁ। ସେ ଘରକୁ ଫେରିଗଲେ ଏବଂ ସେଠାରୁ ତ୍ରୟମ୍ବକେଶ୍ୱର ଗଲେ। ବର୍ଷେ ପରେ ସେ ପୁଣି ସିଡି ଆସିଲେ ଏବଂ ଏଥର ଦାଦା କେଲକରଙ୍କ ସୁପାରିଶ କରିବାରୁ ତାଙ୍କୁ ମସଜିଦରେ ରହିବାକୁ ଅନୁମତି ମିଳିଲା। ମୌଖିକ ଉପଦେଶ ଦ୍ୱାରା ମେଘାଙ୍କର ଉନ୍ନତି କରିବା ବଦଳରେ ବାବା ତାଙ୍କର ଆନ୍ତରିକ ସୁଧାର ଚାହୁଁଥିଲେ। ଏବେ ତାଙ୍କର ମନୋଭାବରେ ଯଥେଷ୍ଟ ପରିବର୍ତ୍ତନ ହୋଇସାରିଥିଲା ଏବଂ ବାବାଙ୍କୁ ଭଗବାନ ଶିବଙ୍କର ସାକ୍ଷାତ ଅବତାର ବୋଲି ସେ ମନେ କରୁଥିଲେ। ଶିବ ପୂଜାରେ ବେଲପତ୍ରର ପ୍ରୟୋଜନ ହୋଇଥାଏ। ଏଣୁ ତାଙ୍କର ଶିବଜୀ ଅର୍ଥାତ୍ ବାବାଙ୍କ ପୂଜା ନିମିତ୍ତ ସେ ବେଲପତ୍ର ଖୋଜିବା ପାଇଁ ମାଇଲ ମାଇଲ ବାଟ ବୁଲୁଥିଲେ। ଯିଏ ବାବାଙ୍କୁ ଯବନ ବୋଲି ତାଙ୍କୁ ପ୍ରଣାମ କରିବାକୁ ଚାହୁଁନଥିଲେ, ଶେଷରେ ତାଙ୍କ ପାଇଁ ବେଲପତ୍ର ଆଣିବାକୁ ସେ ମାଇଲ ମାଇଲ ବାଟ ଯାଉଥିଲେ। ପ୍ରତିଦିନ ସେ ଏପରି ନିୟମ କରିଥିଲେ କି ଗାଁରେ ଯେତେ ମନ୍ଦିର ଅଛି ପ୍ରଥମେ ସେସବୁ ସ୍ଥାନକୁ ଯାଇ ପୂଜା କରିବେ, ତାପରେ ମସଜିଦକୁ ଆସି ବାବାଙ୍କୁ ପ୍ରଣାମ କରି ତଥା କିଛି ସମୟ ଚରଣ ସେବା କରି ତତ୍ପରେ ଚରଣାମୃତ ପାନ କରୁଥିଲେ। ଦିନେ ସେ ପହଞ୍ଚିଲା ବେଳକୁ ଖଣ୍ଡବା ମନ୍ଦିରର ଦ୍ୱାର ବନ୍ଦ ହୋଇଯାଇଥିଲା। ଏଣୁ ସେ ପୂଜା ନ କରି ସେଠାରୁ ଫେରି ଆସିଥିଲେ। ଏହାପରେ ନିୟମିତ କ୍ରମେ ମସଜିଦରେ ବାବାଙ୍କୁ ପୂଜା ଆରମ୍ଭ କରିବାକୁ ଗଲେ, କିନ୍ତୁ ଅନ୍ତର୍ଯ୍ୟାମୀ ବାବା ସେହିଦିନ ପୂଜା ସ୍ୱୀକାର କଲେ ନାହିଁ ଏବଂ ଖଣ୍ଡବା ମନ୍ଦିରକୁ ଯାଇ ପୂଜା କରି ଆସିବାକୁ କହିଲେ। ଆହୁରି ମଧ୍ୟ କହିଲେ ଯେ ଏକଥା ଯେ ଯାଅ, ଏବେ ମନ୍ଦିରର କବାଟ ଖୋଲା ଯାଇଛି। ମେଘା ଖଣ୍ଡବା ମନ୍ଦିରରେ ପହଞ୍ଚି ଆଶ୍ଚର୍ଯ୍ୟଚକିତ ହେଲେ। ମନ୍ଦିରର ଦ୍ୱାର ଖୋଲାଯାଇଥିଲା। ସେଠାରେ ପୂଜା ସାରି ସେ ମସଜିଦକୁ ଫେରିଲେ ଓ ଯଥାବିଧି ବାବାଙ୍କର ପୂଜା କଲେ। ବାବା ଆଉ ମେଘାଙ୍କ ଭିତରେ ଅନ୍ତରଙ୍ଗର ଗୋଟେ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା। ବାବା ବି ମେଘାଙ୍କୁ ବହୁତ ସ୍ନେହ କରୁଥିଲେ ଆଉ ମେଘା ବାବାଙ୍କୁ ମହାଦେବ ଶଙ୍କରଙ୍କର ଅବତାର ବୋଲି ମାନି ସଦାସର୍ବଦା ତାଙ୍କୁ ଭକ୍ତି କରୁଥିଲେ। ଥରେ ମକର ସଂକ୍ରାନ୍ତି ଅବସରରେ ବାବାଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପନ ତଥା ଗଙ୍ଗା ଜଳରେ ତାଙ୍କୁ ସ୍ନାନ କରାଇବାକୁ ମେଘାଙ୍କର ଇଚ୍ଛା ହେଲା। ବାବା ପ୍ରଥମେ ଏଥିପାଇଁ ସ୍ୱୀକୃତି ଦେଲେ ନାହିଁ, ତେବେ ବାରମ୍ବାର ପ୍ରାର୍ଥନା କରିବାରୁ କୌଣସି ପ୍ରକାରେ ରାଜି ହେଲେ। ଗୋଦାବରୀ ନଦୀରୁ ପବିତ୍ର ଜଳ ଆଣିବା ପାଇଁ ମେଘା 8 କୋଶ ବାଟ ଯାତ୍ରା କଲେ। ସେଠାରୁ ପବିତ୍ର ଜଳ ଆଣି ଫେରିଲେ ଏବଂ ଦ୍ୱିପହର ଭିତରେ ସମସ୍ତ ବ୍ୟବସ୍ଥା ଯୋଗାଡ଼ କରି ସ୍ନାନ କରାଇବା ପାଇଁ ବାବାଙ୍କୁ ପ୍ରାର୍ଥନା କଲେ। ବାବା ପୁଣି ଥରେ ତାଙ୍କୁ ଏଥିରୁ ନିବୃତ୍ତ ରଖିବାକୁ ମେଘାଙ୍କୁ କହିଲେ। ସେ କହିଲେ, ମୁଁ ତ ଜଣେ ଫକୀର, ଗଙ୍ଗାଜଳ ମୋର କ'ଣ ହେବ? କିନ୍ତୁ ମେଘା କିଛି ଶୁଣିବା ଅବସ୍ଥାରେ ନଥିଲେ। ତାଙ୍କର ଦୃଢ଼ ଧାରଣା ଥିଲା ଯେ ଶଙ୍କର ଭଗବାନ ଗଙ୍ଗା ଜଳରେ ଅଧିକ ପ୍ରସନ୍ନ ହୁଅନ୍ତି। ଏଣୁ ଏହି ଶୁଭ ପର୍ବରେ ଆମର ଶଙ୍କର ଭଗବାନଙ୍କୁ ସ୍ନାନ କରାଇବା ଆମର ପରମ କର୍ତ୍ତବ୍ୟ। ଏବେ ବାବାଙ୍କୁ ରାଜି ହେବାକୁ ପଡ଼ିଲା ଏବଂ ତଳକୁ ଆସି ଗୋଟିଏ ପିଢ଼ାରେ ବସିଲେ ତଥା ମସ୍ତକକୁ ନୁଆଁଇ କହିଲେ କି ମେଘା, ଅନ୍ତତଃ ଏତିକି କୃପା କରିବ, କେବଳ ମସ୍ତକରେ ପାଣି ଢାଳ। ମସ୍ତକ ଶରୀରର ପ୍ରଧାନ ଅଙ୍ଗ ଏବଂ ତାହା ଉପରେ ପାଣି ଢାଳିଲେ ସମଗ୍ର ଶରୀରରେ ଢାଳିବା ସହ ସମାନ। ବାବା କହିଲେ, ମେଘା ଏତିକି ତ ମୋ ଉପରେ କୃପା କର, ଖାଲି ମସ୍ତକରେ ହିଁ ପାଣି ଢାଳିବ, ଶରୀରରେ ନୁହେଁ। ମସ୍ତକ ଶରୀରର ମୁଖ୍ୟ ଅଙ୍ଗ ଅଟେ, ସେଥିରେ ଢାଳିଦେଲେ ପୁରା ଶରୀର ଗାଧେଇବା ସହିତ ସମାନ ବୋଲି ବାବା ମେଘାଙ୍କୁ କହିଲେ। ମେଘା ଠିକ୍ ଅଛି କହି ପାଣି ଢାଳିବା ଆରମ୍ଭ କଲେ। ତାଙ୍କର ମନରେ ଏତେ ପ୍ରସନ୍ନତା ହେଲା ଯେ ଉଚ୍ଚ ସ୍ୱରରେ ହର ହର ଗଙ୍ଗେ କହି ସବୁତକ ପାଣି ଏକାଥରକେ ବାବାଙ୍କର ସମଗ୍ର ଶରୀରରେ ଢାଳିଦେଲେ। ଆଉ ଗୋଟିଏ ମାଠିଆ ପାଖରେ ଥିଲା। ଏଥର ସେ କୌତୂହଳ ସହକାରେ ବାବାଙ୍କୁ ନିରୀକ୍ଷଣ କଲେ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ କେବଳ ବାବାଙ୍କର ମୁଣ୍ଡଟି ଓଦା ହୋଇଥିଲା, ଶରୀର ଯେମିତିକୁ ସେମିତି ଥିଲା। ଏହା ଦେଖି ତାଙ୍କର ବିସ୍ମୟର ସୀମା ରହିଲା ନାହିଁ। ବାବା କହିଥିଲେ କେବଳ ମୋ ମୁଣ୍ଡଟା ମସ୍ତକଟାକୁ ହିଁ ଓଦା କରିବ, ସେ କିନ୍ତୁ ପୁରା ଶରୀରରେ ପାଣି ଢାଳିଦେଲା ପରେ ବି ବାବାଙ୍କର ସେଇ ମୁଣ୍ଡ ହିଁ ମସ୍ତକଟା ହିଁ ବାବାଙ୍କର ଓଦା ଥିଲା, ବାକି ଶରୀର ଯେମିତିକୁ ସେମିତି ଶୁଖିଲା ଥିଲା। ତ ଏବେ କେମିତି ବାବା ତାଙ୍କୁ ତ୍ରିଶୂଳ ପିଣ୍ଡି ବାବାଙ୍କର ମହାଦେବଙ୍କର ଶିବଲିଙ୍ଗ ଅର୍ପଣ କରିଥିଲେ ଦେଖନ୍ତୁ।
ମେଘା ବାବାଙ୍କୁ ଦୁଇଟି ସ୍ଥାନରେ ସ୍ନାନ କରାଉଥିଲେ। ପ୍ରଥମେ ସେ ମସଜିଦରେ ସଶରୀରରେ ବାବାଙ୍କୁ ସ୍ନାନ କରୁଥିଲେ ଏବଂ ପୁଣି ୱାଡ଼ାରେ ନାନା ସାହେବ ଚାନ୍ଦୋଲକରଙ୍କ ଠାରୁ ପାଇଥିବା ତାଙ୍କର ବଡ଼ ଫଟୋଟିକୁ ସ୍ନାନ କରାଉଥିଲେ। ଏହି ପ୍ରକାର ଏହି ଧାରା ପ୍ରାୟ 12 ମାସ ଚାଲିଥିଲା। ବାବାଙ୍କୁ ସେ ଦୁଇଟା ସ୍ଥାନରେ ପୂଜା କରାଉଥିଲେ। ଗୋଟେ ହେଲା ମସଜିଦରେ ବାବାଙ୍କୁ ସଶରୀରରେ, ଅନ୍ୟଟି ହେଲା ତାଙ୍କର ବାବାଙ୍କର ଗୋଟେ ଫଟୋ ସେ ତାଙ୍କ ଘରେ ରଖିଥିଲେ। ସେଇ ଫଟୋଟାକୁ ବି ସିଏ ସବୁଦିନ ସ୍ନାନ କରାଉଥିଲେ। ବାବା ତାଙ୍କର ଉକ୍ତି ତଥା ବିଶ୍ୱାସ ଦୃଢ଼ କରିବା ପାଇଁ ତାଙ୍କୁ ଦର୍ଶନ ଦେଲେ। ଦିନେ ଯେତେବେଳେ ପ୍ରତ୍ୟୁଷରେ ମେଘା ଅର୍ଦ୍ଧ ନିଦ୍ରାବସ୍ଥାରେ ଶଯ୍ୟାଗତ ଥିଲେ, ବାବାଙ୍କର ଦର୍ଶନ ଲାଭ କଲେ। ସେ ଜାଗ୍ରତ ଥିବା ଜାଣି ବାବା ତାଙ୍କ ଉପରକୁ ଅକ୍ଷତ ବୃଷ୍ଟି କଲେ ଏବଂ କହିଲେ, ମେଘା, ମୋ ପାଖରେ ତ୍ରିଶୂଳ ସ୍ଥାପନ କର। ଏହାପରେ ସେ ଅଦୃଶ୍ୟ ହୋଇଗଲେ। ବାବା ଅର୍ଦ୍ଧନିଦ୍ରା ଅବସ୍ଥାରେ ମେଘା ଥିଲେ, ତ ବାବା ଜାଣିପାରିଲେ କି ସିଏ ପୁରା ନିଦ୍ରାରେ ନାହିଁ। ଏହା ଜାଣି ବାବା ଆସି ତାଙ୍କ ଉପରେ ଅକ୍ଷତ ବୃଷ୍ଟି କଲେ ଆଉ କହିଲେ କି ମେଘା, ମୋ ପାଖରେ ତ୍ରିଶୂଳ ସ୍ଥାପନ କର। ଏହାପରେ ସେ ଅଦୃଶ୍ୟ ହୋଇଗଲେ। ବାବା ଅଦୃଶ୍ୟ ହୋଇଗଲା ପରେ ବାବାଙ୍କର ସ୍ୱର ଶୁଣି ମେଘାଙ୍କର ତନ୍ଦ୍ରା ଭଗ୍ନ ହେଲା। ତେବେ ଏହା ସ୍ୱପ୍ନ ନା ବାସ୍ତବ ସେ ଜାଣିପାରୁନଥିଲେ। ଉତ୍ସୁକତାର ସହ ଆଖି ଖୋଲିଲେ, କିନ୍ତୁ ପାଖରେ କେହି ନଥିଲେ। ପ୍ରମାଣ ସ୍ୱରୂପ କେବଳ କିଛି ଅକ୍ଷତ ବିକ୍ଷିପ୍ତ ଭାବେ ପଡ଼ିଥିଲା। ବିସ୍ମିତ ନୟନରେ ମେଘା ବାବାଙ୍କ ନିକଟକୁ ଗଲେ ଏବଂ ସ୍ୱପ୍ନ ବୃତ୍ତାନ୍ତ ଶୁଣାଇ ତ୍ରିଶୂଳ ସ୍ଥାପନ ପାଇଁ ଅନୁମତି ଭିକ୍ଷା କଲେ। ବାବା କହିଲେ, ତୁମେ ମୋ କଥା ଶୁଣିପାରିଲ ନାହିଁ? ତାହା ସ୍ୱପ୍ନ ନୁହେଁ, ପ୍ରତ୍ୟକ୍ଷ ନିର୍ଦ୍ଦେଶ ଥିଲା। ମୋର ଉକ୍ତି ସର୍ବଦା ଅର୍ଥପୂର୍ଣ୍ଣ, ଆଲତୁ ଫାଲତୁ ନୁହେଁ। ମେଘା କହିଲେ, ଆପଣ ମୋତେ ନିଦ୍ରାରୁ ଜାଗ୍ରତ କରିଦେଲେ, କିନ୍ତୁ ସମସ୍ତ ଦ୍ୱାର ପୂର୍ବବତ୍ ବନ୍ଦ ଥିଲା ଦେଖି ମୁଁ ଭ୍ରମରେ ପଡ଼ିଗଲି ଯେ ମୁଁ ସ୍ୱପ୍ନ ଦେଖୁନଥିଲି ତ? ବାବା କହିଲେ, ମୋର ପ୍ରବେଶ ପାଇଁ ଦ୍ୱାରର ପ୍ରୟୋଜନ ନାହିଁ। ମୋର କୌଣସି ରୂପ ନାହିଁ କି ଆକାର ନାହିଁ। ମୁଁ ସର୍ବଭୂତରେ ବ୍ୟାପ୍ତ। ଯିଏ ମୋ ଉପରେ ବିଶ୍ୱାସ ରଖି ସର୍ବଦା ମୋର ଚିନ୍ତା କରେ, ତାର ସମସ୍ତ କାର୍ଯ୍ୟ ମୁଁ ସ୍ୱୟଂ କରେ ଏବଂ ଶେଷରେ ତାକୁ ଶ୍ରେଷ୍ଠ ଗତି ଦିଏ। ଏହି ଉକ୍ତିକୁ ଆଉ ଥରେ ଶୁଣିବା। ବାବା କେତେ ସୁନ୍ଦର ମେସେଜଟେ ଆମକୁ ଦେଇଛନ୍ତି। ମୋର ପ୍ରବେଶ ପାଇଁ ଦ୍ୱାରର ପ୍ରୟୋଜନ ନାହିଁ। ମୋର କୌଣସି ରୂପ ନାହିଁ କି ଆକାର ନାହିଁ। ମୁଁ ସର୍ବଭୂତରେ ବ୍ୟାପ୍ତ। ଯିଏ ମୋ ଉପରେ ବିଶ୍ୱାସ ରଖି ସର୍ବଦା ମୋର ଚିନ୍ତା କରେ, ତାର ସମସ୍ତ କାର୍ଯ୍ୟ ମୁଁ ସ୍ୱୟଂ କରେ ଏବଂ ଶେଷରେ ତାକୁ ଶ୍ରେଷ୍ଠ ଗତି ଦିଏ। ମେଘା ୱାଡ଼ାକୁ ଫେରିଆସିଲେ ଏବଂ ବାବାଙ୍କ ଫଟୋ ସମ୍ମୁଖରେ କାନ୍ଥରେ ଗୋଟିଏ ତ୍ରିଶୂଳ ଟଙ୍ଗାଇ ଦେଲେ। ପରଦିନ ଜଣେ ରାମଦାସୀ ଭକ୍ତ ପୁନାରୁ ଆସିଲେ। ସେ ବାବାଙ୍କୁ ପ୍ରଣାମ କରି ଭଗବାନ ଶଙ୍କରଙ୍କର ଗୋଟିଏ ପିଣ୍ଡି ଭେଟି ଦେଲେ। ସେହି ସମୟରେ ମେଘା ସେଠାରେ ପହଞ୍ଚିଲେ। ତାଙ୍କୁ ଦେଖି ବାବା କହିଲେ, ଦେଖ, ଭୋଳା ଶଙ୍କର ଆସିଗଲେ, ଏବେ ତାଙ୍କୁ ସମ୍ଭାଳ। ମେଘା ପିଣ୍ଡି ଉପରେ ତ୍ରିଶୂଳ ଲାଗିଥିବା ଦେଖି ବଡ଼ ବିସ୍ମିତ ହେଲେ। ସେ ୱାଡ଼ାକୁ ଫେରିଆସିଲେ। ମେଘାଙ୍କର ଶିବ ପୂଜାରେ ବଡ଼ ପ୍ରେମ ଥିଲା। ତ୍ରିପୁଣ୍ଡ ଲଗାଇବାର ସୁଯୋଗ ଦେଇ ତଥା ପିଣ୍ଡି ସ୍ଥାପନ କରି ବାବା ତାଙ୍କର ବିଶ୍ୱାସ ଦୃଢ଼ କଲେ। ଏହି ପ୍ରକାର କିଛି ବର୍ଷ ପର୍ଯ୍ୟନ୍ତ କ୍ରମାଗତ ମଧ୍ୟାହ୍ନ ଓ ସନ୍ଧ୍ୟାରେ ନିୟମିତ ଆରତୀ ତଥା ପୂଜା କରି 1912 ମସିହାରେ ସେ ଇହଧାମ ତ୍ୟାଗ କଲେ। ବାବା ତାଙ୍କ ମୃତ ଶରୀର ଉପରେ ହାତ ରଖି କହିଲେ, ଇଏ ମୋର ସଚ୍ଚା ଭକ୍ତ ଥିଲା। ବାବା ମେଘାଙ୍କର ଶରୀର ଉପରେ ହାତ ରଖି କହିଲେ, ଇଏ ମୋର ସଚ୍ଚା ଭକ୍ତ ଥିଲା ଏବଂ ତାଙ୍କ ଉଦ୍ଦେଶ୍ୟରେ ବାବା ବ୍ରାହ୍ମଣ ଭୋଜା ଦେବା ନିମନ୍ତେ ଅର୍ଥ ପ୍ରଦାନ କଲେ। ଶ୍ରାବଣ ମାସର ଏହି ପବିତ୍ର ଦିନରେ ବାବାଙ୍କର ଏହି ସୁନ୍ଦର କାହାଣୀଟି ଆପଣମାନଙ୍କ ମନକୁ ନିଶ୍ଚିତ ଭାବରେ ଛୁଇଁଥିବ, ଏହା ମୋର ଆଶା ଓ ବିଶ୍ୱାସ। ଯଦି ଆଜିର ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ମୋର ଉପସ୍ଥାପନାରେ ଯଦି କିଛି ତ୍ରୁଟି ଥାଏ, ତାହେଲେ ହୃଦୟରୁ ମୋତେ କ୍ଷମା କରିଦେବେ। ଆଜି ପାଇଁ ଏତିକି। ରହିଲୁ। ଜୟ ଶ୍ରୀ ସାଇ।